ଏହି ସଂସାରରେ ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନେ ଧନ ରୋଜଗାର କରନ୍ତି। ସେହି ଧନକୁ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ବ୍ୟବହାର କରନ୍ତି। ଏହା ଠିକ୍ ମଧ୍ୟ ଅଟେ ଏବଂ ତୁମେ ବି ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ତଥାପି ତୁମକୁ ମନର ସନ୍ତୁଷ୍ଟତା ମିଳୁନାହିଁ। ପୁଣି ତୁମେ ମୋତେ ପଚାରୁଛ, କାହିଁକି ବାବା ଏମିତି କାହିଁକି ହେଉଛି? ସମସ୍ତ କର୍ତ୍ତବ୍ୟ କରିବା ସତ୍ତ୍ୱେ ମୁଁ କାହିଁକି ମୋ ମନର ସନ୍ତୁଷ୍ଟତା ପାଇପାରୁନାହିଁ? ତେଣୁ ପିଲାମାନେ ଧନ ତ ରୋଜଗାର କରୁଛ, କିନ୍ତୁ କିଛି ଅଂଶ ସେବାରେ ମଧ୍ୟ ଲଗାଅ। ଗରିବଙ୍କ ସେବା କର, ମୂକ ପ୍ରାଣୀମାନଙ୍କର, ପଶୁମାନଙ୍କର କିମ୍ବା ଜରୁରୀ ଲୋକଙ୍କୁ ଜ୍ଞାନ ଦାନ କର। ଏକ ଅଭାବୀ ବ୍ୟକ୍ତି ଶରୀରରେ ବସ୍ତ୍ର ପିନ୍ଧାଅ। ରୁଟି, ବସ୍ତ୍ର, ଘର ପରି ଆବଶ୍ୟକତା ବ୍ୟତୀତ ଏହି ଦୁନିଆରେ ଭଲ ପାଇବା ବାଣ୍ଟ। ଅଭାବୀ ଲୋକଙ୍କ ସହିତ ସ୍ନେହଶୀଳ ସେବା କର। ତେବେ ତୁମର ମନ ସନ୍ତୁଷ୍ଟ ହେବ। ତେବେ ତ ତୁମେ ଅନ୍ୟମାନଙ୍କ ଠାରୁ ଅଲଗା କିଛି କରିପାରିବ। ମୁଁ ତ ଚାହେଁ ମୋର ପ୍ରତ୍ୟେକ ପିଲା ଏପରି କାର୍ଯ୍ୟ କରନ୍ତୁ ଯେଉଁଥିରେ ସେବା ଏବଂ ପ୍ରେମ ଅଛି। ତେବେ ଯାଇ ଏହି ଦୁନିଆର ଉଦ୍ଧାର ହେବ। ଏହି ଜଗତ ରକ୍ଷା ପାଇବ। ଆଗକୁ ତ କେତେ ନୂଆ ଅବସର ଆସୁଛି। ତୁମ ଦ୍ୱାରା ଯେତେ ସମ୍ଭବ ହେଉଛି ତୁମେ ସେତିକି ସେବା କର। ତୁମକୁ ବହୁତ ଆଶୀର୍ବାଦ ମିଳିବ। ଏହି ଆଶୀର୍ବାଦ ତୁମ ଜୀବନରେ ତୁମକୁ ବହୁତ ଆଗକୁ ନେଇଯିବ। ତେଣୁ ସେବା କର। ବାରମ୍ବାର ମନେ ପକାଇ ତୁମର ପୁରୁଣା କ୍ଷତକୁ ସତେଜ କର ନାହିଁ। ଯାହା ବିତି ଯାଇଛି ତାହା ଆଉ କେବେ ହେବ ନାହିଁ। ସେଥିପାଇଁ ନିଶ୍ଚିନ୍ତ ରୁହ, ଖୁସିରେ ରୁହ। ଏହି ବର୍ଷଟି ତୁମ ପାଇଁ ବହୁତ ଶୁଭମୟ ହେବ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।